ଜୟ ଶ୍ରୀ ଜଗନ୍ନାଥ ପିଲାମାନେ, ମୁଁ ଷ୍ଟଡି ୱିଥ୍ ରଶ୍ମି ରେଖା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ, ଆଜି ଆମେ ପଢ଼ିବା କ୍ଲାସ୍ 3ର ଗଣିତ ବହିର ଗଣିତ ମେଳା। ସେହି ବହିର ଆମେ ଦ୍ୱିତୀୟ ବିଷୟଟିକୁ ପଢ଼ିବା। ଦ୍ୱିତୀୟ ବିଷୟଟିର ନାମ କ'ଣ? ଖେଳନାର ମଜା। ଚାଲ ପିଲାମାନେ, ଆମେ ଖେଳନା ମଜା ବିଷୟଟି ପଢ଼ିବା। କିଛି ପିଲା ପୁରୁଣା ବାକ୍ସ, ଡବା ଓ କାଗଜରେ ପଶୁପକ୍ଷୀଙ୍କ ମୁହଁ ତିଆରି କରୁଛନ୍ତି। ଏଠି କିଛି ପିଲା ଡବା ବାକ୍ସ ବ୍ୟବହାର କରି ପଶୁପକ୍ଷୀମାନଙ୍କ ଚିତ୍ର ଅଙ୍କନ କରୁଛନ୍ତି। ସେ କ'ଣ କହିଛନ୍ତି ଚାଲ ପଢ଼ିବା। ପ୍ରଥମ ଝିଅଟି କହିଛି, ମୋ ବୋତଲକୁ ଦେଖ, ସିଲିଣ୍ଡର ଆକୃତି। ମୁଁ ଏଥିରେ ଏକ କୁକୁର ଛୁଆ ମୁହଁ ତିଆରି କରିଛି, ଏହାର ବଡ଼ ବଡ଼ କାନ। ତୃତୀୟ ପିଲାଟି କହିଛି, ମୁଁ ଆୟତଘନକର ବାକ୍ସରେ ବିଲେଇ ମୁହଁ କରିଛି, ଏହାର ନିଶ ଲମ୍ବା। ତୃତୀୟ ପିଲାଟି କହିଛି, ମୁଁ ସମଘନକର ବାକ୍ସରେ ଏକ ଘୁଷୁରୀ ମୁହଁ ତିଆରି କରିଛି, ଏହାର ଆଖି ଛୋଟ। ଚତୁର୍ଥ ଝିଅଟି କହିଛି, ମୁଁ କୋନ୍ ଆକୃତି ଖୋଳରେ ଏକ ପକ୍ଷୀର ମୁହଁ ତିଆରି କରିଛି, ଏହାର ମୁନିଆ ଥଣ୍ଟକୁ ଦେଖ। ତାପରେ ଚାଲ ପିଲାମାନେ ଆସ କାମଟି କରିବା। ପୁରୁଣା ବାକ୍ସକୁ ବ୍ୟବହାର କରି ସମଘନ ଓ ଆୟତଘନ ପୂର୍ଣ୍ଣ ବୋତଲରୁ ସିଲିଣ୍ଡର ପ୍ରସ୍ତୁତ କରି ଏହାର ପାର୍ଶ୍ୱରେ ବିଭିନ୍ନ ମୁହଁର ଚିତ୍ର ଅଙ୍କନ କର। ତମେ କିଛି ତମ ଘରେ ଥିବ ପୁରୁଣା ବାକ୍ସ କିମ୍ବା ପୁରୁଣା ବୋତଲ ଏସବୁ ଆଣି ସେଥିରେ କିଛି ପଶୁପକ୍ଷୀମାନଙ୍କର ଚିତ୍ର ଅଙ୍କନ କରିବ। ତୁମେ ସେଗୁଡ଼ିକର ପାର୍ଶ୍ୱରେ କ'ଣ ଆଙ୍କିଲ? ତମେ କ'ଣ କ'ଣ ସବୁ ଆଙ୍କିଲ? ତମେ କ'ଣ ଲେଖିବ? ବିଲେଇ, କୁକୁର, ଛେଳି। ତମେ ଯାହା ସବୁ ଆଙ୍କିଲ ତମେ ସବୁ ଲେଖିବ ହେଲା। ଜୟା ବିଭିନ୍ନ ଆକୃତିକୁ ନେଇ ଏକ ରକେଟ ତିଆରି କରିଛି। ଜୟା ବିଭିନ୍ନ ଆକୃତିକୁ ନେଇକି ଏଠି ଗୋଟେ ରକେଟଟି ତିଆରି କରିଛି। ସେ କେଉଁ ଆକୃତି ଗୋଟେ ବ୍ୟବହାର କରିଛି? ସେ କେଉଁ କେଉଁ ଆକୃତି ବ୍ୟବହାର କରିଛି? ସମଘନ, ଏଠି ଗୋଟେ ମଝିରେ ସିଲିଣ୍ଡର, ଏଠି ଗୋଟେ ସମଘନ, ମଝିରେ ସିଲିଣ୍ଡର, ଏଠି ଆୟତଘନ, ଉପରେ ଗୋଟେ କୋନ୍। କ'ଣ ଲେଖିବା? ସମଘନ, ଆୟତଘନ, କୋନ୍, ସିଲିଣ୍ଡର। ତାପରେ ଚାଲ ପିଲାମାନେ, ପ୍ରତ୍ୟେକରୁ କେତୋଟି ଲେଖାଏଁ ସେ ନେଇଛି? ସମଘନ କେତୋଟି ନେଇଛି? 2ଟି। ଆୟତଘନ କେତୋଟି ନେଇଛି? 4ଟି। କୋନ୍ କେତୋଟି ନେଇଛି? 1ଟି। ସିଲିଣ୍ଡର 1ଟି। ତାପରେ ଚାଲ ପିଲାମାନେ, ଲାଲ ଏବଂ ହଳଦିଆ ରଙ୍ଗର ଆୟତଘନ ଆକୃତିର ବାକ୍ସ ମଧ୍ୟରେ କେଉଁ ଆକୃତି ରହିଛି? ଲାଲ ଏବଂ ହଳଦିଆ ଆକୃତି କେଉଁ ଆକୃତି? ଇଏ ହେଉଛି ଲାଲ, ହଳଦିଆ କେଉଁ ଆକୃତି ରହିଛି? ଏଟା ହେଉଛି ଆୟତଘନ। କମଳା ରଙ୍ଗର ସିଲିଣ୍ଡର ଶେଷରେ କେଉଁ ଆକୃତି ରହିଛି? ଏଠି କମଳା ରଙ୍ଗର ସିଲିଣ୍ଡର ଅଛି, ତା ଉପରେ କେଉଁ ଆକୃତି ଅଛି? କୋନ୍। ଗୋଲାପୀ ରଙ୍ଗର କୋନ୍ ତଳେ କେଉଁ ଆକୃତି ରହିଛି? ଗୋଲାପୀ ରଙ୍ଗର କୋନ୍ ତଳେ କେଉଁ ଆକୃତି ରହିଛି? ସମଘନ। ତାପରେ ଚାଲ ପିଲାମାନେ, ଘର ତିଆରି କରିବା ପାଇଁ ବିଭିନ୍ନ ଆକୃତିର ବସ୍ତୁ ସଂଗ୍ରହ କର। ଗୋଟେ ଘର ତିଆରି କରିବା ପାଇଁ ତମେ କିଛି ବସ୍ତୁର ସଂଗ୍ରହ କରିବ, ସେଗୁଡ଼ିକ ନାମ ଦିଅ ଏବଂ ସେମାନଙ୍କ ପାର୍ଶ୍ୱ ଏବଂ ଧାର ବିଷୟରେ କଥା ହୁଅ। କେଉଁଠି ସିଧା, କେଉଁଠି ବଙ୍କା, ଆକୃତି ଗୁଡ଼ିକୁ କିପରି ସଜାଯାଇଛି ତାହା ମଧ୍ୟ ବର୍ଣ୍ଣନା କର। ଆକୃତିର କେଉଁ ଅଂଶ ଆପଣ ଦୂରରୁ ଦେଖିପାରିବେ? ଏଇଟା କ'ଣ ତମେ ନିଜେ ନିଜେ କରିବ ସବୁ। ଦୀପିକା ଏକ ଦୋକାନରୁ ଖେଳନା ଇଞ୍ଜିନ କିଣିଲା। ଦୀପିକା କ'ଣ କଲା? ଗୋଟେ ଖେଳନାର ଇଞ୍ଜିନ କିଣିଲା। ଏଠାରେ ଦୀପିକାର ଖେଳନା ଇଞ୍ଜିନ ରହିଛି। ଏଥିରେ ଅନେକ ଅଂଶ ରହିଛି, ଏଗୁଡ଼ିକୁ ଗଣି ଶୂନ୍ୟ ସ୍ଥାନ ପୂରଣ କର। ଚାଲ ଗଣିବା ପିଲାମାନେ। ଲାଲ ସିଲିଣ୍ଡର କେତୋଟି ଅଛି? 1ଟି। ହଳଦିଆ କୋନ୍ କେତୋଟି? 2ଟି। ଧୂସର ଆୟତଘନ କେତୋଟି? 1ଟି। ନୀଳ ରଙ୍ଗର ସମଘନ 1ଟି। ବୁଝିଲ ପିଲାମାନେ? ତାପରେ ଚାଲ ଆସ କାମଟି କରିବା। ଆସ ଆଲୋଚନା କରିବା। ଏଠାରେ ଖେଳନା ଦୋକାନରେ ଆଉ କିଛି ଖେଳନା ଅଛି, ସେଗୁଡ଼ିକ ବିଭିନ୍ନ ଆକୃତିକୁ ନେଇ ଗଠିତ। ଏହି ଖେଳନାରେ କେଉଁ ଆକୃତି ବ୍ୟବହାର କରାଯାଇଛି? ଚାଲ ଆମେ ଦେଖିବା ଏସବୁ କେଉଁ କେଉଁ ଆକୃତି ବ୍ୟବହାର କରାଯାଇଛି। ଏଠାରେ କେଉଁ ଆକୃତି ବ୍ୟବହାର କରାଯାଇଛି? କୋନ୍,
ସିଲିଣ୍ଡର। ଏଠାରେ କେଉଁ ଆକୃତି ବ୍ୟବହାର କରାଯାଇଛି? ଏଠାରେ ଗୋଟେ ବୃତ୍ତ, ଗୋଟେ ସିଲିଣ୍ଡର। ଏଠାରେ କେଉଁ କେଉଁ ଆକୃତି ବ୍ୟବହାର କରାଯାଇଛି? କୋନ୍, ବୃତ୍ତ, ସିଲିଣ୍ଡର। ଏଠାରେ କେଉଁ ଆକୃତି ବ୍ୟବହାର କରାଯାଇଛି এই ଚିତ୍ରରେ? ସମଘନ, ଆୟତଘନ। ତାପରେ ଚାଲ ପିଲାମାନେ, ଜୟା ଭିନ୍ନ ଭିନ୍ନ ଆକୃତି ବ୍ୟବହାର କରି କେତେ ଗୁଡ଼ିଏ ଘର ତିଆରି କରିଛି। ତମ ଚାରିପାଖରେ ଉପଲବ୍ଧ ବିଭିନ୍ନ ଆକୃତି ବ୍ୟବହାର କରି ଘର, ଟାୱାର, ରକେଟ ଇତ୍ୟାଦି ତିଆରି କର। ତମେ ମାନେ ସେମିତି ଘରେ ଘରେ କିଛି ଜିନିଷ ଥିବ, ପେଟି କି ଯାହା ବି ଥିବ ତାକୁ ବ୍ୟବହାର କରି ତମେ କଣ କରିବ? ଘର, ଟାୱାର, ରକେଟ ଇତ୍ୟାଦି ତମେ ତିଆରି କରିବ। ଏଠାରେ କଣ କହିଛି? ଏଠାରେ କହିଛି ମନେ ରଖ, ସମଘନ ଏକ ବିଶେଷ ପ୍ରକାର ଆୟତଘନ ଅଟେ। ଏଇଟା ମନେ ରଖିବ ପିଲାମାନେ। ତାପରେ ଚାଲ ଆସ ଖେଳିବା। ତିଆରି କର ଓ ବୁଝାଅ। ଶିକ୍ଷାର୍ଥୀ ମାନଙ୍କୁ 4 କିମ୍ବା 5 ଜଣିଆ ଦଳରେ ବସିବାକୁ କୁହନ୍ତୁ। ପ୍ରତି ଦଳରେ ଜଣେ ଶିକ୍ଷାର୍ଥୀ 3ଟି ଲେଖାଏଁ ଆକୃତି ଚୟନ କରି ଘର, ରକେଟ ଇତ୍ୟାଦି ଭଳି ବସ୍ତୁ ତିଆରି କରିବେ। ଶିକ୍ଷାର୍ଥୀ ସଜାଇବାର କ୍ରମ ବର୍ଣ୍ଣନା କରିବେ ନିମ୍ନ ଉଦାହରଣ ଭଳି ଏବଂ ଅନ୍ୟ ଶିକ୍ଷାର୍ଥୀମାନେ ମୂଳଟିକୁ ନ ଦେଖି ଏହାକୁ ସଜାଇବେ। ଏହିପରି ବିଭିନ୍ନ ଆକୃତିକୁ ନେଇ ସମସ୍ତ ଶିକ୍ଷାର୍ଥୀ ଜିନିଷ, ବସ୍ତୁ ତିଆରି କରିବେ ଓ ବୁଝାଇବେ। ଏଟା କଣ ତମେ ନିଜେ କରିବ ହେଲା। ଏଠି ଉଦାହରଣ ଦେଇଛି। ଦେଖ, ସିଲିଣ୍ଡରଟି ଆୟତଘନ ଉପରେ ରହିଛି। ସିଲିଣ୍ଡର ଶେଷରେ କୋନ୍ ଅଛି। এই ଚିତ୍ରଟି ଦେଖ, ଏଠି କଣ ହେଇଛି? ଏଠି ଗୋଟେ ଆୟତଘନ, ତାପରେ ଅଛି ସିଲିଣ୍ଡର, ତାପରେ ଅଛି କୋନ୍। ବୁଝିଲ? ସେଇଭଳି ଭାବରେ ତମେ ମାନେ ସବୁ କରିବ। ତାପରେ ଆସ କାମଟି କରିବା। ତୁମ ଶ୍ରେଣୀ କକ୍ଷରେ ଏହି ଆକୃତିର ବିଭିନ୍ନ ବସ୍ତୁ ଅଛି? ଯଦି ହଁ, ତଳ ସରଣୀରେ ନାମ ଲେଖ। ସିଲିଣ୍ଡର ଆକୃତି। ସିଲିଣ୍ଡର ଆକୃତି କଣ କଣ ଅଛି ତମ କ୍ଲାସରେ? କଲମ, ପେନସିଲ, ବୋତଲ, ଚକ୍, ବାରଲାଇଟ। ସେଇଭଳି ଗୋଲକ ସବୁ କଣ କଣ ସବୁ ଅଛି? ବଲ୍, ଫୁଟବଲ, ସଟଫୁଟ, ଘଣ୍ଟା ଆଉ କଣ ଗ୍ଲୋବ। ସମଘନ କଣ କଣ ସବୁ ଅଛି? ଲୁଡୁ ଗୋଟି, ପଜଲ ବକ୍ସ, ଚକ୍ ବକ୍ସ। ତାପରେ ଆୟତଘନ। ଆୟତଘନ କଣ କଣ ଅଛି ଚାଲ ଦେଖିବା। ଜ୍ୟାମିତି ବାକ୍ସ, ବହି, ଖାତା, ଡଷ୍ଟର, ବ୍ଲାକବୋର୍ଡ ଆଉ ଯାହା ଅଛି ତମେ ସବୁ ଲେଖିବ। କୋନ୍ ସବୁ କଣ ଅଛି? ଟୋପି, କାଗଜ, ଠୁଙ୍ଗା। ସେଇଭଳି ଭାବରେ ତମେ ଯାହା ଦେଖିବ ସବୁ ଲେଖିବ। କେଉଁ ଆକୃତିର ବସ୍ତୁ ଅଧିକା ପାଇଲ? କେଉଁ ଆକୃତିର ବସ୍ତୁ? ତମେ ଯାହା ପାଇଲ ସେଟା ଲେଖିବ। ମୁଁ ଲେଖିବି ଆୟତଘନ। କେଉଁ ଆକୃତିର ବସ୍ତୁ ସବୁଠାରୁ କମ୍ ପାଇଲ? କୋଉଟା ପାଇଲ? କୋନ୍। କେଉଁ ବସ୍ତୁ ଗୁଡ଼ିକରେ ଏକାଧିକ ଆକୃତି ଅଛି? କେଉଁ ଆକୃତି? ଆୟତଘନ। ତାପରେ ଚାଲ ପିଲାମାନେ
2 ନମ୍ବର, ଏହି ଆକୃତି ଗୁଡ଼ିକ ଦେଖ ଏବଂ ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ସମଘନ ଚାରିପାଖରେ ଗୋଲ କର। ଏଠି କିଛି ଚିତ୍ର ଦିଆଯାଇଛି, ଆମେ ଦେଖିବା ସମଘନ କୋଉଟା ଅଛି, କୋନ୍, ସିଲିଣ୍ଡର, ଆୟତଘନ ଅଛି, ତାପରେ ଆମକୁ ଚିହ୍ନ ଦେବା। ଏଠି କଣ କହିଛି, ସମଘନ ଚାରିପାଖରେ ଗୋଲ ବୁଲାଅ। ତ ସମଘନ କୋଉଟା, ଏଟା ସମଘନ, ଏଟା ସମଘନ, ଏଟା ସମଘନ, ଗୋଲ ବୁଲେଇବା। କୋନ୍ ଆକୃତି ଉପରେ ଠିକ ଚିହ୍ନ ଦିଅ। ଏଟା କୋନ୍ ଠିକ ଚିହ୍ନ ଦବ, ଏଟା କୋନ୍ ଠିକ ଚିହ୍ନ, ଆଉ କୋଉଠି ରହିଲା ଏଠି କୋନ୍ ଠିକ ଚିହ୍ନ ଦବ। ସିଲିଣ୍ଡର ଆକୃତି ଉପରେ ଭୁଲ ଚିହ୍ନ ଦିଅ। ଏଟା ସିଲିଣ୍ଡର, ତାପରେ ଭୁଲ ଚିହ୍ନ ଦବ, ଏଟା ଭୁଲ ଚିହ୍ନ ଦବ, ଏଟା ଭୁଲ ଚିହ୍ନ ଦବ। ଆୟତଘନ ଚାରିପାଖରେ ଏକ ବାକ୍ସ କର। ଏମିତି ବାକ୍ସ କରିବ ତମେ। ତାପରେ ଚାଲ ପିଲାମାନେ, ଆକୃତି ଗୁଡ଼ିକର ନାମ ଲେଖ ଯାହାର କୌଣସି ଧାର ନାହିଁ। କାହାକୁ କୁହାଯାଏ ଧାର ନାହିଁ କାହାର? ଗୋଲକ। ଯାହାର ପାର୍ଶ୍ୱଟି କେବଳ ସିଧା, କାହାର ସିଧା ଅଛି? ବର୍ଗଚିତ୍ର। କାହାର ଅଛି? ସମଘନ, ସମଘନ ଆଉ ଆୟତଘନ। ତାପରେ କଣ ଦେଇଛି, ଯାହାର ପାର୍ଶ୍ୱଟି କେବଳ ବକ୍ର, କାହାର ବକ୍ର ଅଛି? ଗୋଲକ, ସିଲିଣ୍ଡର। ଯାହାର ଉଭୟ ସିଧା ଏବଂ ବକ୍ର ଧାର ଅଛି, ସିଲିଣ୍ଡର ଆଉ କାହାର? କୋନ୍, ସିଲିଣ୍ଡର, କୋନ୍। ଯାହାର ଉଭୟ ସିଧା ଏବଂ ବକ୍ର ପାର୍ଶ୍ୱ ଅଛି, ଏଇଟା ସେମ୍ ସେଇଭଳିଆ ହବ, ସିଲିଣ୍ଡର ଆଉ କୋନ୍, କୋନ୍। ତାପରେ ଚାଲ ପିଲାମାନେ, ତୁମେ କେଉଁ ଆକୃତି ତିଆରି କରିପାରିବ? ଏଠି ସେ ଝିଅଟି ପଚାରୁଛି ତମେ କୋଉ ଆକୃତି ତିଆରି, 4 ନମ୍ବରରେ ତୁମେ କେଉଁ ଆକୃତି ତିଆରି କରିବ? ଦେଖ ମୁଁ ମାଟି ଏବଂ କାଠିରେ କଣ ତିଆରି କରିଛି, ତମେ ମଧ୍ୟ ଏଇଭଳି ଆକୃତି ତିଆରି କରିବାକୁ ଚେଷ୍ଟା କର। ଝିଅଟି ଏଇଭଳି ମାଟି ଆଉ କିଛି କାଠିକି ନେଇକି ଏଇଭଳି ଆକୃତି ତିଆରି କରି ତମେ ମାନେ ସେଇଭଳି ଆକୃତି ତିଆରି କରିବ। ତାପରେ 5 ନମ୍ବର ଚାଲ, ସମଘନ ଗୁଡ଼ିକୁ ବ୍ୟବହାର କରି ନିମ୍ନ ଆକୃତି ତିଆରି କରିବ। ଏଇଭଳି ତମେ ମାନେ ଆକୃତି ତିଆରି କରିବ। ତାପରେ ଚାଲ ପିଲାମାନେ, ନିମ୍ନ ଆକୃତି ଗୁଡ଼ିକ ମଧ୍ୟରେ କଣ ସମାନତା ଓ କଣ ଭିନ୍ନତା ରହିଛି? ସମାନତା, ଏଗୁଡ଼ିକ ସବୁ ଜ୍ୟାମିତିକ ଆକୃତି, ସମସ୍ତଙ୍କର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ଅଛି। ସମସ୍ତେ ଆକୃତି ଗୁଡ଼ିକ ଆୟତନ ଅଟେ। ଭିନ୍ନତା, ସିଲିଣ୍ଡର, 2ଟି ବୃତ୍ତାକାର ସମତଳ ପୃଷ୍ଠ ଓ ଗୋଟିଏ ବକ୍ର ପୃଷ୍ଠ ଅଛି। କ୍ୟୁବ ବା ଘନ, 6ଟି ସମାନ ବର୍ଗାକାର ପୃଷ୍ଠ ଅଛି। କୋନ୍, 1ଟି ବୃତ୍ତାକାର ସମତଳ ପୃଷ୍ଠ, 1ଟି ବକ୍ର ପୃଷ୍ଠ ଏବଂ 1ଟି ଶୀର୍ଷବିନ୍ଦୁ ଅଛି। ଆୟତଘନ, 6ଟି ଆୟତାକାର ପୃଷ୍ଠ ଅଛି। ଗୋଲକ, କେବଳ 1ଟି ବକ୍ର ପୃଷ୍ଠ ଅଛି, କୌଣସି ଧାର ନାହିଁ କିମ୍ବା ଶୀର୍ଷ ନାହିଁ। 7 ନମ୍ବର, ଲୁଡୁ ଗୋଟି ଦେଖ ଯାହାର ପାର୍ଶ୍ୱରେ 1ରୁ 6ଟି ବିନ୍ଦୁ ରହିଛି। 6ଟି ବିନ୍ଦୁ ସୂଚିତ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି? କେତୋଟି ଅଛି? 1ଟି ଅଛି। 5 ବିନ୍ଦୁ ସୂଚିତ ପାର୍ଶ୍ୱରେ ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି? 2ଟି ଅଛି। 3ଟି ବିନ୍ଦୁ ସୂଚିତ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ଅଛି? 4ଟି ଅଛି। ଏଠାରେ ତୁମେ କଣ ସଂରଚନାଟି ଲକ୍ଷ୍ୟ କରୁଛ? ଏହା ଏକ ସମଘନ। ଏଠି କଣ ଲେଖିବ? ଏହା ଏକ ସମଘନ। ତାପରେ ଚାଲ ପିଲାମାନେ, ଏହି ମଡେଲଟି କେଉଁ କ୍ରମରେ ନିର୍ମିତ ହୋଇଛି? ଚାଲ ଦେଖିବା କେଉଁ କ୍ରମରେ ନିର୍ମିତ ହୋଇଛି। ପ୍ରଥମେ ଗୋଟିଏ ବଡ଼ ଆୟତଘନକୁ ତଳ ଭାଗରେ ରଖାଯାଇଛି। ତାପରେ 4ଟି ସିଲିଣ୍ଡରକୁ ସ୍ତମ୍ଭ ପରି ଠିଆ କରାଯାଇଛି। ସିଲିଣ୍ଡର ଗୁଡ଼ିକର ଉପରେ ଆଉ ଗୋଟିଏ ଲମ୍ବା ଆୟତଘନ ରଖାଯାଇଛି। ଉପର ଆୟତଘନ ଉପରେ 4ଟି କୋନ୍କୁ ସଜାଯାଇଛି। ପାଖରେ 3ଟି ଛୋଟ କ୍ୟୁବକୁ ସିଡ଼ି ଆକାରରେ ସଜାଯାଇଛି। ତାପରେ
ଯଦି ତୁମେ ଏକ ସମଘନ ଏବଂ ଏକ ଆୟତ ଘନକୁ ଯୋଡ଼ିବ ତୁମେ କେଉଁ ଆକୃତି ପାଇବ? ଏଇଟା କେଉଁ ଆକୃତି? ଏଇଟା କଣ? ଏହା ଏକ ଗାଡ଼ି ଆକୃତି। ତାପରେ ଝିଅଟି କଣ କହିଛି? ଏହି ଆକୃତି ତିଆରି କରିବା ପାଇଁ କେତୋଟି ସମଘନ ବ୍ୟବହାର କରାଯାଇଛି? ଏଇଗୁଡ଼ିକ ତୁମେ ଗଣିବ। ଚାଲ ଗଣିବା। 1 2 3 4 5 6 7 ଏମିତି କେତୋଟି ଅଛି? 21ଟି ଅଛି। ତମେ ଗଣିକି ଦେଖିବ ହେଲା। ତାପରେ ଚାଲ ପିଲାମାନେ ତିନୋଟି ସମଘନକୁ ନେଇ ଭିନ୍ନ ଭିନ୍ନ ଆକୃତି ତିଆରି କର। ଏଇ ତିନୋଟି ସମଘନକୁ ନେଇକି ଆମେ ଭିନ୍ନ ଭିନ୍ନ ଆକୃତି ତିଆରି କରିବା। ଏଲ୍ ଭଳି ହେଇପାରିବ, ଏମିତି ଟାୱାର ଭଳି ହେଇପାରିବ, ଏମିତି ପିରାମିଡ ଭଳି ହେଇପାରିବ। ତମେ ଏଇଭଳି କରିବ। ତାପରେ ଚାଲ ତଳ ନମୁନା ଗୁଡ଼ିକରେ ବ୍ୟବହୃତ ଆକୃତି ଗୁଡ଼ିକର ନାମ ଲେଖ। ସେଗୁଡ଼ିକ ତିଆରି କରିବା ପାଇଁ ଆକୃତି ଗୁଡ଼ିକୁ କିପରି ସଜାଯାଇଛି ତାହା ବର୍ଣ୍ଣନା କର। କ ଏଥିରେ ଦୁଇଟି ସବୁଜ ରଙ୍ଗର ଆୟତଘନ ଭୂ ସମାନ୍ତର ଭାବେ ରଖାଯାଇଛି ଏବଂ ତା ଉପରେ ଓ ତଳେ ଗୋଟିଏ ଲେଖାଏଁ ନାଲି ଓ କମଳା ରଙ୍ଗର ଆୟତଘନ ରଖାଯାଇଛି। ଖ ଏଥିରେ ଆୟତଘନ ଗୁଡ଼ିକ ଗୋଟିଏ ଉପରେ ଗୋଟିଏ କରି ଲମ୍ବ ଭାବରେ ସଜାଯାଇଛି। ସବୁଠାରୁ ଉପରେ ଗୋଟିଏ ସବୁଜ ବ୍ଲକ୍ ଅଛି। ଗ ଏଠାରେ ଆୟତଘନ ଗୁଡ଼ିକୁ ସମାନ୍ତରାଳ ଗୋଟିଏ ଉପରେ ଗୋଟିଏ ଥାକ କରି ରଖାଯାଇଛି। ଘ ଏଥିରେ ଆୟତଘନ ଗୁଡ଼ିକ ପାହାଞ୍ଚ ଆକୃତିରେ ରଖାଯାଇଛି। 11 ନମ୍ବରରେ 6ଟି ଲୁଡୁ ଗୋଟି ବ୍ୟବହାର କରି ନିମ୍ନ ଆକୃତି ଗୁଡ଼ିକୁ ତିଆରି କର। 6ଟି ଲୁଡୁ ଗୋଟି ବ୍ୟବହାର କରି ଯାହା ସବୁ ଆକୃତି ଦେଇଛି ତମେ ସେଗୁଡ଼ିକୁ ତିଆରି କରିବ। ଚାଲ ଆମେ ତିଆରି କରିବା। କରେ କଣ ଦେଇଛି? ଏକ ଆୟତଘନ। 6ଟି ଲୁଡୁ ଗୋଟିକୁ ନେଇକି ଆମେ ଏକ ଆୟତଘନ ତିଆରି କରିବା। ଏମିତି କରିବ। ଏକ ଟାୱାର, ଟାୱାର ଚିତ୍ର ଅଙ୍କନ କରିବ। ତୁମ ପସନ୍ଦର ଅନ୍ୟ ଯେକୌଣସି ଆକୃତି, ତମ ପସନ୍ଦର ଯେକୌଣସି ଆକୃତି ତମେ ତିଆରି କରିବ। ମୁଁ ଏଇଭଳି ଭାବରେ ତିଆରି କରିବି। ତମେ ବି ମଧ୍ୟ ତମ ପସନ୍ଦର ତିଆରି କରିବ। ଏଠାରେ ମୋ ପାଠଟି ସରିଲା। ଯଦି ମୋ ପାଠ ପଢ଼ା ତମମାନଙ୍କୁ ଭଲ ଲାଗିବ ତେବେ ଗୋଟେ ଲାଇକ୍ କରିବ ଆଉ ସବସ୍କ୍ରାଇବ୍ କରିଦେବ ଚ୍ୟାନେଲକୁ। ରହିଲି, ଜୟ ଜଗନ୍ନାଥ।